ସ୍ଥିର ମନେ ଗୁରୁ ସେବା ତପସ୍ୟାରୁ ଶ୍ରେଷ୍ଠ, ସର୍ବତପ ପରେ ଗୁରୁ ଅଟନ୍ତି ଗରିଷ୍ଠ। ସଂଯମର ଅନ୍ୟସ୍ଥାନ ଉଦାସ ଆଶ୍ରମ, ଶିକ୍ଷା ଦିଏ ଜଗତକୁ ଅହିଂସା ନିୟମ। ଏହି ମଧୁର ତତ୍ତ୍ୱପୂର୍ଣ୍ଣ କଥା ଦିପଦ ଆଉ ଶୁଣିବାକୁ ମିଳିବନି। ଯେଉଁ ମହାନ ଆତ୍ମା ମାନବବାଦର ପ୍ରଚାର ପ୍ରସାରରେ ପିଠେ ପିଠେ ଜଗତ କଲ୍ୟାଣ ଯଜ୍ଞ କରିବାରେ ପ୍ରତିଶ୍ରୁତିବଦ୍ଧ ଥିଲେ, ତାଙ୍କର ଆକସ୍ମିକ ପ୍ରଭୁପ୍ରାପ୍ତି ଶତ ଶତ ଶିଷ୍ୟଙ୍କ ମନରେ କୋହ ଭରି ଦେଇଛି। ଏହି ଆଜନ୍ମ ବ୍ରହ୍ମଚାରୀ ସ୍ୱାମୀ ଯଜ୍ଞେଶ୍ୱରାନନ୍ଦଙ୍କ ଜଗତ କଲ୍ୟାଣ ଧ୍ୱନି ଦିନେ ନେମାଳର ମାଟି ପାଣି ପବନରେ ନିନାଦିତ ହୋଇଥିଲା। ଅମୃତମୟ କରିଦେଇଥିଲା ପୁଣ୍ୟତୋୟା ଚିତ୍ରପ୍ତଳାର ବାଲୁକା ରାଶି। ଯଜ୍ଞ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ନେହ ଶ୍ରଦ୍ଧା ଆନ୍ତରିକତାର ଭକ୍ତିପୂତ ରଜୁରେ ବାନ୍ଧି ହୋଇଯାଇଥିଲେ ନେମାଳବାସୀଙ୍କ ସହ ସ୍ୱାମୀଜୀ ରବିବାବା ଏବଂ ତାଙ୍କର ଶୃଙ୍ଖଳିତ ଶିଷ୍ୟ ଶିଷ୍ୟାଗଣ। ଏତେ ଆନ୍ତରିକତା, ପ୍ରେମ, ସ୍ନେହ, ଭାବାବେଗର ମଧୁର ସମ୍ଭାଷଣ ବାବାଙ୍କ ତିରୋଧାନରେ ସମାପ୍ତ ହୋଇଗଲା ଯେପରି। ଉଦାସ ଯମୁନାଙ୍କର ଏହି ପଟଶିଷ୍ୟ ଅମଳିନ ଯଶସ୍ୱୀ ବ୍ରହ୍ମଚାରୀ ସ୍ୱାମୀଜୀ ତାଙ୍କର ଅଦୃଶ୍ୟ ଆଶ୍ରୀବଚନରେ ଯୁଗ ଯୁଗ ପାଇଁ ସଂସାରର ମଙ୍ଗଳ ବିଧାନ କରୁଥାନ୍ତୁ। ଶ୍ରୀ ଅଚ୍ୟୁତଙ୍କ ନିକଟରେ ଏହା ହିଁ ପ୍ରାର୍ଥନା। ଯିବ ଭଗବାନଙ୍କର ଗୋଟିଏ ଗୋଟିଏ ଅବତାର, ପିମ୍ପୁଡ଼ି ଠାରୁ ହାତୀ ପର୍ଯ୍ୟନ୍ତ, କୁର୍ମିକୀଟ ଠାରୁ ସିଂହ ପର୍ଯ୍ୟନ୍ତ, ଏ ଗୋଟିଏ ଗୋଟିଏ ଭଗବାନଙ୍କର ଅବତାର। କାହିଁକି? ସର୍ବଭୂତେ ସମଭାବେ ମୋର ଯେଉଁ ସ୍ଥାନେ ମହାବୀର ପାର୍ଥ ଧନୁର୍ଧର, ଲକ୍ଷ୍ମୀ ଅବସ୍ଥାନ ନୀତି ସମ୍ପଦ ବିଜୟ, ସଦା ସେହି ସ୍ଥାନେ ଜାଣିବ ନିଶ୍ଚୟ।